ବନ୍ଧୁଗଣ, ଯେବେ 2014ରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେଲେ, ଜନତା ଜାଣିବାକୁ ଚାହୁଁଥିଲେ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ କଥା ସବୁ କ'ଣ ରହିଛି। ଯେମିତି ନରେନ୍ଦ୍ର ମୋଦି ଭୋଜନରେ କ'ଣ ଖାଇବାକୁ ପସନ୍ଦ କରନ୍ତି, ତାଙ୍କର ଖାଇବା ଏବଂ ପୋଷାକର ଖର୍ଚ୍ଚ କିଏ ବହନ କରନ୍ତି, ପିଏମ୍ ଯେଉଁ ପଞ୍ଚବଟୀ ଆବାସରେ ରହୁଛନ୍ତି, ଘର କେତେ ବଡ଼ ଅଛି ଏବଂ ଏ ଘର ସୁରକ୍ଷିତ ନା ସୁରକ୍ଷିତ ନାହିଁ, ଏବଂ 7 ଲୋକ କଲ୍ୟାଣ ମାର୍ଗ ସ୍ଥିତ ପିଏମ୍ଙ୍କ ଘର ଗୁପ୍ତ ସୁଡ଼ଙ୍ଗ କେଉଁଠିକି ଯାଇଛି। ତେଣୁ ଆଜି ଆମେ ପିଏମ୍ ମୋଦିଙ୍କର ଘର ଖାଇବାଠାରୁ ଆରମ୍ଭ କରିକି ପୋଷାକ ପର୍ଯ୍ୟନ୍ତ ସବୁ ବିସ୍ତୃତ ଭାବେ କହିବୁ। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିବ, ଦୟାକରି ଲାଇକ୍ କରି ଆମ ଚ୍ୟାନେଲକୁ ଯଦି ନୂଆ କରି ଆସିଥିବେ ଦୟାକରି ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନ ରାଜଧାନୀ ଦିଲ୍ଲୀ ସ୍ଥିତ ଲୁଟିୟନ ଜୋନ୍ 7 ଲୋକ କଲ୍ୟାଣ ମାର୍ଗରେ ଅବସ୍ଥିତ। ପ୍ରଥମେ ଏହାକୁ ରେସ୍ କୋର୍ସ ରୋଡ୍ ବା RCR କୁହାଯାଉଥିଲା। ତାଙ୍କର ବଙ୍ଗଳା ନମ୍ବର ହେଉଛି 7 ଏବଂ ଅଧିକାରୀ ବଙ୍ଗଳାର ନାମ ପଞ୍ଚବଟୀ। ବର୍ଷ 2014 ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘରେ ରହୁଛନ୍ତି। 12 ଏକର ଏହି ପରିସରରେ ମୋଟ 6ଟି ବଙ୍ଗଳା ଅଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ କୌଣସି ଭାବେ ସରକାର ତଥ୍ୟ ଦେଇନାହାନ୍ତି, କିନ୍ତୁ କିଛି କିଛି କଥା ଏବେ ସାମ୍ନାକୁ ଆସିଛି। ଆମେ ଆପଣଙ୍କୁ ଆଜି ଟିକନିକ୍ କରି କହିବୁ। ସଞ୍ଜୟ ବାରୁଙ୍କ ବହି ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର ଏବଂ ବିଜୟ ତ୍ରିବେଦୀଙ୍କ ବହିରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଉପରେ କିଛି କଥା କହିଛନ୍ତି। ଏହି ବଙ୍ଗଳାର 35 ବର୍ଷ ଇତିହାସ ଭିତରେ ସମୟ ସମୟରେ କିଛି କଥା ବାହାରକୁ ଆସିଛି। 35 ବର୍ଷ ପୂର୍ବେ ଏହି ବଙ୍ଗଳାରେ ରହିଥିଲେ ସର୍ବପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ। ତାଙ୍କ ପରେ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ଏହି ବଙ୍ଗଳାରେ ରହିଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ସମୟରେ 30 ମେ 1990ରେ କାନୁନ ଆଣିଥିଲେ ଯେ ପଞ୍ଚବଟୀ ବଙ୍ଗଳାରେ କେବଳ ପ୍ରଧାନମନ୍ତ୍ରୀମାନେ ରହିବେ, ମାନେ ଭବିଷ୍ୟତରେ ଯିଏ ବି ପ୍ରଧାନମନ୍ତ୍ରୀ ହେବେ ସେ ଏଠି ରହିବେ। ସେଥିପାଇଁ PV ନରସିଂହ ରାଓ, ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂ ଏହି ବଙ୍ଗଳାରେ ରହିଥିଲେ ଏବଂ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି ନରେନ୍ଦ୍ର ମୋଦି ଏହି ବଙ୍ଗଳାରେ ଏକା ରହୁଛନ୍ତି, ନା କି ତାଙ୍କ ପରିବାର କିଏ ସାଥିରେ ରହୁଛନ୍ତି। ରାଜୀବ ଗାନ୍ଧୀଙ୍କ ଠାରୁ ଆରମ୍ଭ କରିକି ମନମୋହନ ସିଂଙ୍କ ପର୍ଯ୍ୟନ୍ତ ସବୁ ପ୍ରଧାନମନ୍ତ୍ରୀ ନିଜ ପରିବାର ଏବଂ ରିଲେଟିଭଙ୍କ ସହିତ ରହୁଥିଲେ, କିନ୍ତୁ ଏକମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକା ରହୁଛନ୍ତି ପଞ୍ଚବଟୀ ବଙ୍ଗଳାରେ। ତେବେ କଥା ଉଠୁଛି, ଏହି ପଞ୍ଚବଟୀ ବଙ୍ଗଳାରେ କିଏ ତିଆରି କରିଥିଲେ? ତେବେ ଏହି ବଙ୍ଗଳାକୁ ପ୍ରସିଦ୍ଧ ଆର୍କିଟେକ୍ଚର ରବର୍ଟ ଟୋର ରସେଲ ତିଆରି କରିଛନ୍ତି, ଯାହାଙ୍କ ଗୁରୁ ଥିଲେ ପ୍ରସିଦ୍ଧ ଆର୍କିଟେକ୍ଚର ଏଡବିନ୍ ଲୁଟିୟନ ଥିଲେ। ଏଡବିନ୍ ଲୁଟିୟନ ଲୋକସଭା, ରାଜ୍ୟସଭା ତଥା କେନ୍ଦ୍ର ସରକାରଙ୍କ ଅଫିସ ମଧ୍ୟ ତିଆରି କରିଥିଲେ। ସେଥିପାଇଁ ଲୁଟିୟନ ଦିଲ୍ଲୀ ରୂପରେ ମଧ୍ୟ ଜଣାଯାଏ। ରବର୍ଟ ରସେଲ ବର୍ଷ 1920ରେ ଡିଜାଇନ୍ କରିଥିଲେ, କିନ୍ତୁ ଏହି ବଙ୍ଗଳା 1980ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା, ଯାହା ସର୍ବପ୍ରଥମେ ରାଜୀବ ଗାନ୍ଧୀ ଏହି ବଙ୍ଗଳାରେ ରହିଥିଲେ। ଏବେ ନରେନ୍ଦ୍ର ମୋଦି ରହୁଛନ୍ତି। ମୋଦିଜୀଙ୍କୁ ଦେଖିବାକୁ ଯିଏ ବି ଆସନ୍ତି, ସୁରକ୍ଷା ଦୃଷ୍ଟିରୁ ତାଙ୍କୁ SPG କମାଣ୍ଡୋ କଡ଼ାକଡ଼ି ଭାବରେ ଚେକିଂ କରନ୍ତି। ଏହି SPG କମାଣ୍ଡୋ ବଙ୍ଗଳା ନମ୍ବର 9ରେ ରୁହନ୍ତି। ଏବେ ଆସିବା ବଙ୍ଗଳା ନମ୍ବର 7 କଥା। ବଙ୍ଗଳା ନମ୍ବର 7କୁ ସେଥିପାଇଁ 7 ରେସ୍ କୋର୍ସ ରୋଡ୍ କୁହାଯାଏ। ଏହି ବଙ୍ଗଳାକୁ ନରେନ୍ଦ୍ର ମୋଦି ନିଜର ହୋମ୍ ଅଫିସ ଭାବେ ବ୍ୟବହାର କରନ୍ତି, ଯେଉଁଠି ଭାରତର ଭବିଷ୍ୟତ ବିଷୟରେ ନରେନ୍ଦ୍ର ମୋଦି ଗୁରୁତ୍ୱପୂର୍ଣ୍ଣ ବିସ୍ତାରିତ ଭାବେ ଆଲୋଚନା କରିଥାନ୍ତି ଏବଂ ତାକୁ ଲାଗୁ କରିଥାନ୍ତି। କାହିଁକି ନା ତାଙ୍କୁ ବିଳମ୍ବିତ ରାତି ପାଖାପାଖି 1 ପର୍ଯ୍ୟନ୍ତ କାମ କରିବାକୁ ଭଲ ଲାଗେ। ସେହିପରି ସେକ୍ରେଟାରୀ ଅଫିସ ସାଉଥ ବ୍ଲକରେ ଯେଉଁମାନେ ମୋଦିଜୀଙ୍କୁ ଭେଟି ପାରନ୍ତି ନାହିଁ, ସେମାନଙ୍କୁ ଏଇଠି ମିଟିଂ କରାଯାଏ। ପ୍ରଧାନମନ୍ତ୍ରୀ ମୋଦି 5 ନମ୍ବର ବଙ୍ଗଳାରେ ରୁହନ୍ତି, କିନ୍ତୁ ମନମୋହନ ସିଂ 3 ନମ୍ବର ବଙ୍ଗଳାରେ ରହୁଥିଲେ, କିନ୍ତୁ 3 ନମ୍ବରକୁ ଗେଷ୍ଟ ହାଉସ୍ ରୂପେ ବ୍ୟବହାର କରାଯାଉଛି। ସବୁଠୁ ବଡ଼ କଥା ହେଉଛି ପିଏମ୍ ମୋଦିଙ୍କ ଘରଠାରୁ ଅଫିସ ଗାଡ଼ିରେ ବସିକି ଯାଆନ୍ତି ନାହିଁ। 5 ନମ୍ବର ଏବଂ 7 ନମ୍ବର ଭିତରେ ଏକ ବୁଲେଟ୍ ପ୍ରୁଫ୍ ପ୍ରାଚୀର ତିଆରି କରାଯାଇଛି। ସେ ସିଧାସଳଖ ଏହି ବୁଲେଟ୍ ପ୍ରୁଫ୍ ପ୍ରାଚୀର ମଧ୍ୟରେ ଯାଆନ୍ତି ଅଫିସ। ଆପଣମାନେ ଜାଣିଛନ୍ତି ଯେ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ଅଫିସ ଯିବା ରାସ୍ତାରେ ହିଁ ହୋଇଥିଲା। ସେଥିପାଇଁ 2003ରେ ଏହି ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ସେହିପରି ବଙ୍ଗଳା ନମ୍ବର 3ରେ ଏକ ଖାସ୍ ହେଲିକପ୍ଟର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଏମର୍ଜେନ୍ସି ସମୟରେ ଏହା ବ୍ୟବହାର କରାଯାଉଛି। ଦର୍ଶକ ବନ୍ଧୁ, ପ୍ରାଇମ୍ ମିନିଷ୍ଟରଙ୍କ ଗୁପ୍ତ ସୁଡ଼ଙ୍ଗ ଏକ ଅଛି, ଯାହାକୁ ଲୁଚା ଯାଇଛି, କିନ୍ତୁ ବର୍ଷ 2010ରେ ଆରମ୍ଭ କରାଯାଇଥିଲା ଏହି ଗୁପ୍ତ ସୁଡ଼ଙ୍ଗ। ଏହି ଟନେଲକୁ ପିଏମ୍ ମୋଦି ବ୍ୟବହାର କରନ୍ତି।
କୁହାଯାଏ ଏହି ସୁଡ଼ଙ୍ଗ ପାଖରେ ଥିବା ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତା ଲମ୍ବି ରହିଛି। ଏହି ସୁଡ଼ଙ୍ଗରେ କଡ଼ା ସିକ୍ୟୁରିଟି ଆରେଞ୍ଜ କରାଯାଇଛି। ଏହା ଛଡ଼ା ନରେନ୍ଦ୍ର ମୋଦିଙ୍କ ପାଇଁ ତାଙ୍କ ସ୍ୱାସ୍ଥ୍ୟଗତ କୌଣସି କାରଣ ଅସୁବିଧା ହେଲେ ତୁରନ୍ତ କେମିତି ଚିକିତ୍ସା କରାଯିବ ସେଥିପାଇଁ ଡକ୍ଟରଙ୍କ ଠାରୁ ଆରମ୍ଭ କରିକି ନର୍ସଙ୍କ ଠାରୁ ଆରମ୍ଭ କରିକି ଏକ ଆମ୍ବୁଲାନ୍ସ ମଧ୍ୟ ରଖାଯାଇଛି। ବଙ୍ଗଳାର ବଗିଚା ବହୁତ ଆକର୍ଷଣୀୟ ଅଟେ। ବିଭିନ୍ନ ଔଷଧ ବୃକ୍ଷ ଠାରୁ ଆରମ୍ଭ କରିକି ସୁନ୍ଦର ସୁନ୍ଦର ପଶୁପକ୍ଷୀମାନଙ୍କର କୋଳାହଳ ବଗିଚାକୁ ବହୁତ ସୁନ୍ଦର କରିଦେଉଛି। ଆପଣମାନେ ଜାଣିଛନ୍ତି ପଶୁପକ୍ଷୀଙ୍କୁ ପିଏମ୍ ମୋଦି ବହୁତ ଭଲ ପାଆନ୍ତି। ଆପଣ ଦେଖିଥିବେ ମୋଦି କିପରି ଏକ ମୟୂର ସହିତ ଖେଳୁଥିବାର ଦୃଶ୍ୟ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଆପଣ ଦେଖିଥିବେ। ପିଏମ୍ ମୋଦି ଗୁଜୁରାଟି ଖେଚେଡ଼ି ବେଶୀ ଭଲ ପାଆନ୍ତି ଖାଇବା ପାଇଁ ଏବଂ ରାତିରେ ହାଲୁକା ଶାକାହାରୀ ଭୋଜନ କରନ୍ତି। ଖରାଦିନେ ଆମ୍ବ ଜୁସ୍ ପିଇବାକୁ ନରେନ୍ଦ୍ର ମୋଦିଙ୍କୁ ବେଶୀ ପସନ୍ଦ ଲାଗେ। ମୋଟାମୋଟି କହିବାକୁ ଗଲେ ତାଙ୍କୁ ଭାରତୀୟ ପରମ୍ପରା ଅନୁଯାୟୀ ସଂସ୍କୃତିକୁ ଖାପ ଖାଉଥିବା ଖାଦ୍ୟ ସେ ବେଶୀ ଖାଇବାକୁ ଭଲ ପାଆନ୍ତି। ଦର୍ଶକ ବନ୍ଧୁ, ଇଏ ଥିଲା ନରେନ୍ଦ୍ର ମୋଦିଙ୍କର କିଛି କିଛି ବ୍ୟକ୍ତିଗତ କଥା। ଯଦି ଆମର ଏହି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସି ଦୟାକରି ଲାଇକ୍ କରି ଆମ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ।